এই ରେସିପିଟି ଯଦି ବନାଉଛନ୍ତି ନା ତାହେଲେ ଛୁଆଠୁ ବଡ଼ 2 ପିସ୍ ବଦଳରେ 4 ପିସ୍ ଖାଇବେ। ପେଟ ତ ଭରିବ କିନ୍ତୁ ମନ ଜମାରୁ ଭରିବନି। ତ ବହୁତ ସ୍ୱାଦିଷ୍ଟ ଲାଗିବ। କେତେ ସାରା ପୁରା ଦେଖନ୍ତୁ ଲେୟାର ପୁଣି ବାହାରୁଛି। ଆଉ ମାତ୍ର 2ଟି ଆଳୁରେ ଆଜି ଆମେ ପ୍ରସ୍ତୁତ କରିବା। ତ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ। ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ପସନ୍ଦ ଆସିବ। ଆଉ ଦେଖନ୍ତୁ ଆପଣମାନଙ୍କୁ ପାଖରୁ ବି ଦେଖୁଛି ଆଉ ଖଣ୍ଡ ବି କରିକି ଦେଖେଇ ଦେଉଛି। କେତେ ବଢ଼ିଆ ପୁରା କ୍ରିସ୍ପି ଟେଷ୍ଟି ବନିଛି। ତ ଚାଲନ୍ତୁ ଲେଟ୍ ନଙ୍କ ରେସିପିଟି ଆଜି ଆମେ ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ପେନ୍ସିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ପ୍ରଥମେ ଗୋଟେ ଆମେ ବାଉଲ୍ ନେବା। ସେ ବାଉଲ୍ରେ ଆମେ ଏଡ଼୍ କରିଦେବା। ଏଠି ମୁଁ ମଇଦାରେ ବନାଉଛି, ଆପଣମାନେ ଚାହିଁଲେ ସେମ୍ ପ୍ରୋସେସ୍ରେ ଅଟାରେ ବି ଏ ରେସିପିଟି ବନେଇ ପାରିବେ। ତ ଦେଖନ୍ତୁ ପ୍ରଥମେ ଏଠି ମୁଁ ଗୋଟେ ଗିନା ନେଇଛି ମଇଦା। ଗୋଟେ ଗିନା ମଇଦାରେ ବହୁତ ସାରା ବନିକି ରେଡ଼ି ହେବ ଫ୍ରେଣ୍ଡସ୍। ଆପଣମାନେ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ। ପ୍ରଥମେ କ'ଣ କରିବେ ନା ଆମେ ଗୋଟେ ବଡ଼ ଚାମଚ ସେଇଥିରେ ଏଡ଼୍ କରିଦେବା ରିଫାଇନ୍ ଅଏଲ୍। ରିଫାଇନ୍ ଅଏଲ୍ ବଦଳରେ ଆପଣମାନେ ଘିଅ ବଟର ବି ଏଡ଼୍ କରିପାରିବେ। ପୁଣି ଦେଇଦେବା ସ୍ୱାଦ ଅନୁସାରେ ଲୁଣ ଏଡ଼୍ କରିଦେବା। ବିନା ବେକିଂ ସୋଡ଼ା, ବିନା ଖାଇବା ସୋଡ଼ାରେ ଆଜି ଆମେ ପ୍ରସ୍ତୁତ କରିବା। ପ୍ରଥମେ କ'ଣ କରିବା ନା ଆମେ ତାକୁ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ଖାସ୍ତା ବନେଇଦେବା। ଯେମିତିକି ମୁଠା କରିବେ ନା ସେ ମୁଠା ବନି ଯାଉଥିବ। ତ ଏଠି ଦେଖନ୍ତୁ ମଇଦାଟା ଖାସ୍ତା ବନି ସାରିବା ପରେ ଆଉ ଗୋଟେ ଗିନାରେ ଆମେ ଅଳ୍ପ ଟିକେ ସେଇଥିରେ ମଇଦାକୁ ରଖିଦେବା। ଆଗକୁ ଆମକୁ ଦରକାର ହେବ। ତ ପୁଣି ଥରେ ଦେଖନ୍ତୁ ଯେହେତୁ ଖାସ୍ତା ବନି ସାରିଲାଣି, ତ ଏବେ କ'ଣ କରିବା ନା ଆମେ ସେଇଥିରେ ଏଡ଼୍ କରିଦେବା ପାଣି। ପାଣିକୁ ଏଡ଼୍ କରି ଆମେ ଗୋଟେ ଡୋ ବନେଇକି ରେଡ଼ି କରିବା। ତ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ଯେମିତି ଆପଣମାନେ ରୁଟି ପାଇଁ ଅଟା ଚକୁଛନ୍ତି ବା ଦଳୁଛନ୍ତି ସେଇଭଳି ପ୍ରୋସେସ୍ରେ ହିଁ ବନେଇକି ରେଡ଼ି କରିବେ। ତାପରେ ଆକୁ ଆମେ 10ରୁ 15 ମିନିଟ୍ ରେଷ୍ଟ ପାଇଁ ରଖିଦେବା। ତ ଦେଖନ୍ତୁ ଏଠି ଗୋଟେ ଗିନାରେ ଅଳ୍ପ ଟିକେ ଆମେ ସେଇଥିରେ ମଇଦା ଯେଉଁ ବାହାର କରିଥିଲେ ସେଇଥିରେ ପୁଣି ଆମେ ଗୋଟେ ବଡ଼ ଚାମଚ ସେଇଥିରେ ତେଲ ଘିଅ ଆପଣମାନେ ଏଠି ଯାହା ବି ଏଡ଼୍ କରିପାରିବେ, କିନ୍ତୁ ମୁଁ ଏଠି ରିଫାଇନ୍ ତେଲ ହିଁ ଏଡ଼୍ କରିଛି। ତ ଏଡ଼୍ କରିକିରି ପୁଣି ଥରେ ଭଲସେ ଆକୁ ମିକ୍ସ କରି ଗୋଟେ ପେଷ୍ଟ ବନେଇକି ରେଡ଼ି କରିଦେବା। ତା ତେଲର ପେଷ୍ଟଟା ଏମିତି ହିଁ ବନିଥିବା ଦରକାର। ତ ଦେଖନ୍ତୁ ଅଧିକ ବଳିଆ ନାହିଁ କି ପତଲା ନାହିଁ। ତ ଏବେ ଆକୁ ଆମେ ସାଇଡ଼୍ରେ ରଖିଦେବା। ଏଠି ଦେଖନ୍ତୁ କିଛି ମୁଁ ନେଇଛି ସିଝା ଆଳୁ ନେଇଛି। ତ ଏବେ କ'ଣ କରିବା ନା ସେ ଆଳୁର ଚୋପାକୁ ଆମେ ବାହାର କରିଦେବା। ତ ଏଠି ମୁଁ ସିଝା ଆଳୁରେ ବନାଉଛି, ଆପଣମାନେ ଚାହିଁଲେ ଆଳୁକୁ ପିସେସ୍ରେ କଟିଂ କରିବି ବନେଇକି ରେଡ଼ି କରିପାରିବେ। ତ ଏଠି ସେମ୍ ପ୍ରୋସେସ୍ରେ ଦେଖନ୍ତୁ ମୁଁ ଏଠି ସବୁ ଆଳୁକୁ ଏଠି ମୁଁ କେବଳ 2ଟି ଆଳୁରେ ଆଜି ଆପଣମାନଙ୍କୁ ବନେଇକି ଦେଖେଇବି ରେସିପିଟି। ତ ଆପଣମାନେ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ। ମାର୍କେଟର ଦାମୀ ରେସିପି ବି ଆପଣମାନେ କମ୍ ଖର୍ଚ୍ଚରେ କମ୍ ଟାଇମ୍ରେ ବନେଇକି ରେଡ଼ି କରିପାରିବେ। ଛୁଆମାନଙ୍କର ଟିଫିନ୍ ବକ୍ସରେ ହେଉ କି ବଡ଼ମାନଙ୍କର ଚା ସହିତ ସ୍ନାକ୍ସରେ ହେଉ ଯଦି ବନେଇକି ଦେବେ ନା ଦେଖିବେ ଘରେ ସମସ୍ତେ ପସନ୍ଦ କରିବେ। କିଛି ନୂଆ ଟ୍ରାଏ କରିକି ଦେଖନ୍ତୁ, ବହୁତ ସ୍ୱାଦିଷ୍ଟ ଲାଗିବ। ଆଉ ପୁଣି ଘରର ବେସିକ୍ ସାମଗ୍ରୀରେ ବନେଇକି ରେଡ଼ି ହେବ। ତ ଏଠି ଦେଖନ୍ତୁ ଯେହେତୁ ଆଳୁଟା ଗରମ ଅଛି ସେଥିପାଇଁ ମୁଁ ଏଠି ଆଳୁ ମେସର ହେଲ୍ପରେ ଆଳୁଟାକୁ ଟିକେ ଚକୁଡ଼ି ଦେବା। ସେଥିରେ ସ୍ୱାଦ ଅନୁସାରେ ଦେଇଦେବା ଲୁଣ। ତ ଏଇଭଳି ପ୍ରୋସେସ୍ରେ ଟିକେ ଆଳୁକୁ ଚକୁଟିକିରି ଆକୁ ଆମେ ପୁଣି ଥରେ ହାତ ସାହାଯ୍ୟରେ ଟିକେ ଭଲସେ ଆକୁ ଟିକେ ମିକ୍ସ କରିଦେବା। ଯେହେତୁ ଆମେ ଏଥିରେ ଲୁଣ ଏଡ଼୍ କଲେ ତ ମିକ୍ସ କରିକିରି ଆକୁ ଆମେ ଏବେ ସାଇଡ଼୍ରେ ରଖିଦେବା। ତ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ମିକ୍ସ କରିଦେବେ, ସାଇଡ଼୍ରେ ରଖିଦେବେ। ତାପରେ ଚାଲନ୍ତୁ ଆମର ଆଗ ପ୍ରଣାଳୀ ଆମେ ପ୍ରସ୍ତୁତ କରିବା। ତ ପ୍ରଥମେ ଗୋଟେ ପେନ୍ ନେବା, ସେଇଥିରେ ଏଡ଼୍ କରିଦେବା ରିଫାଇନ୍ ତେଲ। ତେଲଟା ପୁରା ଗରମ ହେଇସାରିବା ପରେ ଏଠି ଗୋଟେ ବଡ଼ ସାଇଜ୍ର ପିଆଜକୁ ମୁଁ ଛୋଟ ଛୋଟ ପିସେସ୍ରେ କଟିଂ କରି ଏଡ଼୍ କରିଛି। ପୁଣି ଛୋଟ ଛୋଟ ପିସେସ୍ରେ କଟିଂ କରି କଞ୍ଚାଲଙ୍କା, ପିଆଜ କଞ୍ଚାଲଙ୍କାକୁ ଟିକେ ଭାଜିବା। ପିଆଜ କଞ୍ଚାଲଙ୍କା ଟିକେ ଭାଜି ହେଇସାରିବା ପରେ ଆମେ ଏହି ସମୟରେ ଗ୍ୟାସ୍ ଆଞ୍ଚକୁ ମିଡ଼ିୟମ୍ ଟୁ ହାଇ ଫ୍ଲେମ୍ରେ ରଖିକିରି ଟିକେ ଭାଜିବେ। ଦେଖିବେ ଏଇଥିରେ ଯେ ପିଆଜଟା ଅଧିକା ସଫ୍ଟ ବନେଇବେନି, ଟିକେ ଯଦି ଦେଖିବେ ଯେମିତିକି ଏଇଠି 50% ପିଆଜଟା ଟିକେ ଭାଜି ହେବ ସେ ପର୍ଯ୍ୟନ୍ତ ହିଁ ଭାଜିବେ। ତାପରେ କ'ଣ କରିବେ ନା ଅଦା ରସୁଣ ପେଷ୍ଟ ଏଡ଼୍ କରିଦେବେ। ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରି କଞ୍ଚା ସ୍ମେଲ୍ ଗଲା ପର୍ଯ୍ୟନ୍ତ ଅଦା ରସୁଣର ଆକୁ ଟିକେ ଆମେ ଭାଜିବା। ତ କଞ୍ଚା ସ୍ମେଲ୍ ଦେଖନ୍ତୁ ଗଲା ପର୍ଯ୍ୟନ୍ତ ହିଁ ଭାଜିବେ। ତ ଆପଣମାନେ ଯେତିକି ବନେଇବାକୁ ଚାହିଁବେ ଏଠି ଏ ଟିଫିନ୍ ରେସିପିଟି ସେ ଅନୁସାରେ ସବୁ ଜିନିଷ ଏଡ଼୍ କରିବେ। ତ ଏବେ ଦେଖନ୍ତୁ ଅଳ୍ପ ଟିକେ ଆମେ ଦେଇଦେବା ଆଉ ସ୍ୱାଦ ଅନୁସାରେ ଦେଇଦେବା ଲୁଣ। ଲୁଣ ଏଡ଼୍ କରିବା ଦ୍ୱାରା ଯେହେତୁ ଆମେ ଆଳୁରେ ଲୁଣ ଏଡ଼୍ କରିଛନ୍ତି, କେବଳ ପିଆଜ ଆଉ ପୁଣି ସେ ମସଲା ଅନୁସାରେ ହିଁ ଆମେ ସେଥିରେ ଲୁଣ ଏଡ଼୍ କରିବା। ତ ମୁଁ ଅଳ୍ପ ଟିକେ ହିଁ ଲୁଣ ଏଡ଼୍ କଲି। ଲୁଣ ଏଡ଼୍ କରିବା ଦ୍ୱାରା କ'ଣ ହେବ ନା କୁକିଂ ଫାଷ୍ଟ ହେବ, ଜଲ୍ଦି ପିଆଜଟା ଟିକେ ଆଉ ଟିକେ ସିଝିଯିବ। ତ ଏଇଭଳି ଆମେ ଲୁଣକୁ ଏଡ଼୍ କରିସାରିବା ପରେ ଟିକେ ମିକ୍ସ କରିଦେବା। ତାପରେ ଆମେ ସେଥିରେ କିଛି ଗୁଣ୍ଡ ମସଲା ଏଡ଼୍ କରିବା। ଏଠି ମୁଁ ଟିକେ ଟେଷ୍ଟକୁ ବଢ଼ାଇବା ପାଇଁ ଦେଖନ୍ତୁ ହଳଦୀ ଗୁଣ୍ଡ ନେଇଛି ହାଫ୍ ଚାମଚ। ଆଉ ଯେତିକି ରାଗ ଖାଇବେ ସେ ଅନୁସାରେ ଲଙ୍କାଗୁଣ୍ଡ ଏଡ଼୍ କରିବେ। ପୁଣି ଥରେ ମ୍ୟାଗି ମସଲା ଟିକେ ଅଳ୍ପ ଟିକେ ମୁଁ ଏଡ଼୍ କରିଛି। ଏଇଟା ପୁରାପୁରି ଅପସନାଲ୍ ଅଛି। ଆପଣଙ୍କ ପାଖରେ ଯାହା ବି ବେସିକ୍ ମସଲା ଅଛି ଆପଣମାନେ ଏଡ଼୍ କରିପାରିବେ। କିନ୍ତୁ ଦେଖିବେ ଯଦି ଯେହେତୁ ଆମେ ଛୁଆମାନଙ୍କ ପାଇଁ ବନାଉଛନ୍ତି, ଯଦି ମ୍ୟାଗି ମସଲା ଟିକେ ଏଡ଼୍ କରିବେ ତାହେଲେ ଟିକେ ତାର ଫ୍ଲେଭରଟା ବହୁତ ବଢ଼ିଆ ଲାଗିବ। ସେମାନେ ଖାଇବାକୁ ପସନ୍ଦ କରନ୍ତି ମ୍ୟାଗି ମସଲା ଫ୍ଲେଭର। ତ ମୁଁ ସେଇଥିପାଇଁ ଏଡ଼୍ କରିଛି। ଖାସ୍ କରି ମୋର ସାନ ପୁଅକୁ ବହୁତ ପସନ୍ଦ। ତ ମୁଁ ଏଡ଼୍ କରିଛି। ଏଇଟା ପୁରାପୁରି ଅପସନାଲ୍ ଅଛି, ନହେଲେ ଘରର ବେସିକ୍ ମସଲା ବି ଆପଣମାନେ ଏଡ଼୍ କରିପାରିବେ। ତ
तो देखନ୍ତୁ ଏଠି ମସଲା ବି କଷି ହେଇସାରିଲାଣି। ଆମେ ସେଥିରେ ଆଳୁ ବି ଏଡ୍ କରିଦେବା। ପୁଣି ଥରେ ଆମେ ଭଲସେ ଆକୁ ମିକ୍ସ କରିଦେବା। ମିକ୍ସ କରିକିରି ଯେମିତିକି ମସଲାକୁ ସବୁତକ ଆଳୁରେ ଯେମିତି ଆମର କୋଟିଂ ଲାଗିଯିବ। ଆଉ ଦେଖନ୍ତୁ ମାନେ ବହୁତ ବଢ଼ିଆ ଆମର ଏଠି ବାସ୍ନା ବି ହେଉଛି। ଆଉ ଆଳୁ ମସଲାଟି ଆମର ବଢ଼ିଆ ବନିକି ରେଡ଼ି ହେଇଛି। ପୁରାପୁରି ହୋଟେଲ ଷ୍ଟାଇଲ୍ର ବନିକି ରେଡ଼ି ହେଇଛି। ଆପଣମାନେ ଏଇ ତରିକାରେ ଘରେ ନିହାତି ଟ୍ରାଏ କରନ୍ତୁ। ଆଉ ଦେଖନ୍ତୁ କେତେ ସୁନ୍ଦର ବି ଦେଖାଯାଉଛି, ବହୁତ ବଢ଼ିଆ ପୁରା କଲର୍ ବି ଆସିଛି। ତ ଏତେ ବଢ଼ିଆ ବାସ୍ନା ହେଉଥିଲା ନା, ମାନେ ଏ ବାସ୍ନା ଶୁଙ୍ଘିକିରି ମୋ ପୁଅ ଆସିଗଲା ଯେ ପେଟିସ୍ ମା ହେଇଗଲା ପୁରା ଦିଅ। ତ ମୁଁ କହିଲି ନାଇଁ ମସଲାଟା ବନଉଛି। ତ ଦେଖନ୍ତୁ ଏଠି ମସଲାଟା ବନି ସାରିବା ପରେ ଆମେ ସାଇଡ଼ରେ ରଖିଦେବା। ଏଇ ସମୟରେ ଗ୍ୟାସ୍ ଫ୍ଲେମ୍‌କୁ ଅଫ୍ କରିଦେବା। ତାପରେ କ'ଣ କରିବା ନା, ଏଠି ଆମେ ଯେହେତୁ ରେଷ୍ଟ ପାଇଁ ରଖିଥିଲେ 15-20 ମିନିଟ୍, ତ ଆମର ଏଠି ଡୋଟା ଟିକେ ସଫ୍ଟ ହେଇସାରିଛି। ତ ଏବେ କ'ଣ କରିବା, ଆକୁ ଆମେ ଦେଖନ୍ତୁ ଏଇଭଳି ପ୍ରୋସେସ୍‌ରେ ଆମେ 5ଟି ପୁରା ବଲ୍ ବନେଇଦେବା ବା ଗୋଲାକାର ସେପ୍ ଦେଇଦେବା। ତ ଏବେ ଆମେ ଏଇଭଳି ପ୍ରୋସେସ୍‌ରେ ଟିକେ ଖଣ୍ଡ କରିଦେବା। ତାପରେ ଆମେ ହାତ ସାହାଯ୍ୟରେ ଆକୁ ଗୋଲାକାର ସେପ୍ ଦେବା। ତ ଆପଣମାନେ ଚାହିଁଲେ ଆକୁ ଫୋଲ୍ଡିଂ କରି କରି ବାରମ୍ବାର କରି ବି ବନେଇ ପାରିବେ। କିନ୍ତୁ ଏଇଭଳି ଇଜି ପ୍ରୋସେସ୍‌ରେ ଆପଣମାନେ ଯେମିତି ବନେଇବେ, ବହୁତ ସାରା ଯେମିତି ଲେୟର୍ ବାହାରିବ, ଆଉ ଯେମିତି ମାର୍କେଟରୁ ପେଟିସ୍ ଖାଇଲା ଭଳି ଲାଗିବ, ସେଇଥିପାଇଁ ମୁଁ ଆଜି ଏ ଇଜି ପ୍ରୋସେସ୍‌ଟି ଆପଣମାନଙ୍କୁ ମୁଁ ସେୟାର କରୁଛି। ତ ଦେଖନ୍ତୁ ଏଠି ମୁଁ 5ଟି ଗୋଳା ବନେଇଲି ଆଉ 5ଟି ବଲ୍ସ ବନିକି ଆମର ରେଡ଼ି ହେଲା ମଇଦାର। ତ ଏବେ ତା ଉପରେ ଆଉ ଟିକେ ଅଳ୍ପ ଟିକେ ମଇଦାକୁ ଆମେ ଗ୍ରୀସ୍ କରିଦେବା। ତ ପୁଣି ଥରେ ଆମେ ଚାଲନ୍ତୁ ଗୋଟେ ଗୋଟେ ପିସ୍ ସେଥିରେ ଆଣିବା। ଗୋଟେ ବେଲଣା ବାଡ଼ି ବା ପେଡ଼ାର ହେଲ୍ପରେ ଆକୁ ଆମେ ଯେମିତି ରୁଟି ବେଲୁଛନ୍ତି ସେଇଭଳି ପ୍ରୋସେସ୍‌ରେ ଆମେ ବେଲିଦେବା। ଫ୍ରେଣ୍ଡସ୍, ଏ ବନିବାକୁ ଟିକେ ଟାଇମ୍ ଲାଗେ, କିନ୍ତୁ ଦେଖିବେ ଖାଇବାକୁ ବହୁତ ସୁଆଦିଆ ଲାଗେ। ତ ମାର୍କେଟର ଜିନିଷ ଆପଣମାନେ ଘରେ ବନେଇକି ଯେହେତୁ ଖାଉଛନ୍ତି, ତ କମ୍ ଖର୍ଚ୍ଚରେ ବି ବନେଇ ପାରିବେ ଆଉ ଘରର ବେସିକ୍ ସାମଗ୍ରୀରେ ହେଲ୍ଦି ବି ରହିବ। ତ ସେଇଥିପାଇଁ ଆପଣମାନେ ଯଦି ମଇଦା ଖାଇବାକୁ ପସନ୍ଦ କରନ୍ତିନି, ତାହେଲେ ଆପଣମାନେ ସେମ୍ ପ୍ରୋସେସ୍‌ରେ ଅଟାରେ ବି ଏଇ ରେସିପିଟି ବନେଇକି ରେଡ଼ି କରିପାରିବେ। ତ ଏବେ ଦେଖନ୍ତୁ ଏଇଭଳି ଗୋଲାକାର ସେପ୍ ଦେଇଦେବା। ଯେମିତି ଆପଣମାନେ ରୁଟି ପାଇଁ ବେଲୁଛନ୍ତି ସେଇଭଳି ପ୍ରୋସେସ୍‌ରେ ସବୁତକ ବେଲିକି ରେଡ଼ି କରିବେ। ତ ଗୋଟେ ବେଲି ସାରିବା ପରେ ଗୋଟେ ମୁଁ ପ୍ଲେଟ୍‌ରେ ରଖିଦେଲି। ପୁଣି ଥରେ ଆଉ ଗୋଟେ ବେଲିକି ଆପଣମାନଙ୍କୁ ଦେଖେଇ ଦେଉଛି। ତ ଏଇଭଳି ସେମ୍ ପ୍ରୋସେସ୍‌ରେ ସବୁତକ ବେଲିକି ରେଡ଼ି କରିବେ। ଆଉ ଯଦି ଆପଣମାନେ ଆକୁ ପ୍ରଥମ ଥର ବି ବନାଉଛନ୍ତି ନା, ତାହେଲେ ବି ଦେଖିବେ ପରଫେକ୍ଟ ବନିକି ରେଡ଼ି ହେବ। ଫ୍ରେଣ୍ଡସ୍, ଭିଡ଼ିଓଟା ଟିକେ ଲଙ୍ଗ୍ ରହିବ, କିନ୍ତୁ ଦେଖିବେ ପରଫେକ୍ଟ, ମାନେ ଏଠି ଟିପ୍ସ ସହିତ ଆପଣମାନଙ୍କୁ ସେୟାର କରିଛି। ଆଉ ପ୍ରଥମ ଥର ବି ବନେଇଲେ ବଢ଼ିଆ ବନିକି ରେଡ଼ି ହେବ। ତ ଦେଖନ୍ତୁ ଏଠି 5ଟି ଯାକ ବଲ୍ସ ମୁଁ ବେଲିକି ରେଡ଼ି କରିସାରିଛି। ତ ଏଠି ଆମେ ଦେଖନ୍ତୁ ବେଲି ସାରିବା ପରେ ଆମେ କ'ଣ କରିବା ନା, ସେ ଯେଉଁ ସ୍ଲୋରିଟା ବନେଇକି ରଖିଥିଲେ ବା ମଇଦା ପୁଣି ସେଥିରେ ତେଲର ପୁରା ଏ ପେଷ୍ଟଟାକୁ ଆମେ ଏବେ ବ୍ରସ୍ ସାହାଯ୍ୟରେ ଟିକେ ଗ୍ରୀସ୍ କରିଦେବା। ଏଇଭଳି ପ୍ରୋସେସ୍‌ରେ ଦେଖନ୍ତୁ ଗ୍ରୀସ୍ କରିବେ ଯେମିତିକି ପୁରା ରୁଟିଟାରେ ପୁରା ଲାଗିଯିବ। ଏଭଳି ଯେକୌଣସି ବଲ୍ ମାନେ ବ୍ରସ୍ ହଉ କି ନହେଲେ ହାତର ହେଲ୍ପରେ, ଆଙ୍ଗୁଠିର ହେଲ୍ପରେ ପୁରା ତାକୁ ଗ୍ରୀସ୍ କରିଦେବେ। କରିସାରିବା ପରେ ଅଳ୍ପ ଟିକେ ତା ଉପରେ ମଇଦା ଏଇଭଳି ଗ୍ରୀସ୍ କରିବେ। ମଇଦାକୁ ଏଡ୍ କରିବା ଦ୍ୱାରା କ'ଣ ହେବ ନା, ମେନ୍ ଜିନିଷ ହେଲା ଯେଉଁ ଆମର ଲେୟର୍ ଗୁଡ଼ାକ ବାହାରେ ପେଟିସ୍‌ରେ, ତ ଏଇ ପ୍ରୋସେସ୍ ଦ୍ୱାରା ହିଁ ବାହାରେ। ସେଥିପାଇଁ ଆପଣମାନଙ୍କୁ ମୁଁ ସେୟାର କରିବି ଯେମିତିକି ଇଜି ପ୍ରୋସେସ୍‌ରେ ଆପଣମାନେ ବନେଇକିରି ଖାଇପାରିବେ। ତ ଦେଖନ୍ତୁ ପୁଣି ଥରେ ଆଉ ଗୋଟେ ରୁଟିକି ତା ଉପରେ ରଖିଦେବା। ପୁଣି ଥରେ ସେମ୍ ପ୍ରୋସେସ୍‌ରେ ପୁଣି ଥରେ ଦେଖନ୍ତୁ ଆମେ ପୁଣି ଥରେ ସେ ପେଷ୍ଟକୁ ତା ଉପରେ ଗ୍ରୀସ୍ କରିବା। ତ ଏଇଭଳି ପ୍ରୋସେସ୍‌ରେ ପୁରାପୁରି ଇଜି ପ୍ରୋସେସ୍‌ରେ ବନିକି ରେଡ଼ି ହେଇଯିବ, କିନ୍ତୁ ଖାଇବାକୁ ବହୁତ ସୁଆଦିଆ ଲାଗିବ ଆଉ କେତେ ସାରା ବନିକି ରେଡ଼ି ହେବ। ତ ପୁଣି ଥରେ ଦେଖନ୍ତୁ ସେମ୍ ପ୍ରୋସେସ୍‌ରେ ଆମେ ତା ଉପରେ ଏଡ୍ କରିଦେବା ଅଳ୍ପ ଟିକେ ମଇଦା। ପୁଣି ଆଉ ଗୋଟେ ଆମେ ରୁଟିକୁ ତା ଉପରେ ଏଡ୍ କରି ସେମ୍ ପ୍ରୋସେସ୍‌ରେ 5ଟା ଯାକ ରୁଟିକୁ ତା ଉପରେ ଉପରେ ଏଇଭଳି ଆମେ ଲେୟର୍ ଦେବା ଏବେ। ତ ଦେଖନ୍ତୁ ଏଠି ମୁଁ 5ଟା ଯାକ ରୁଟି ରଖିଦେଇଛି। ଏବେ କ'ଣ କରିବା ନା, ତା ଉପରେ ପୁଣି ଥରେ ଆମେ ଟିକେ ଆକୁ ସେଟ୍ କରିକି ଟିକେ ରଖିଦେବା। ତାପରେ ଉପରେ ଅଳ୍ପ ଟିକେ ସେଇଥିରେ ମଇଦାକୁ ଗ୍ରୀସ୍ କରିଦେବା, ଯେମିତିକି ବେଲଣା ବାଡ଼ି ସାହାଯ୍ୟରେ ଆମେ ବେଲିବା ସମୟରେ ବିଲକୁଲ ବି ଲାଗିବନି। ତ ବେଲିବାରେ ବି ଆମକୁ ହେଲ୍ପ ହେବ। ଦେଖନ୍ତୁ ଏଇଭଳି ପ୍ରୋସେସ୍‌ରେ ତା ଉପରେ ଟିକେ ବେଲି ଦେବେ। ତ ଟିକେ ପୁରା ପତଲା କରି ବେଲିବେନି, ଟିକେ ବହଳିଆ ରହିବ। ତ ଆଗକୁ ଆମେ ପୁଣି ଥରେ ବେଲିବା। ତ ଦେଖନ୍ତୁ ଏଇଭଳି ପ୍ରୋସେସ୍‌ରେ ମୁଁ ତାକୁ ଯେତିକି ବଡ଼ ବେଲଣା ଏଠି ଯେଉଁ ପେଡ଼ାଟା ନେଇଛି ସେ ଅନୁସାରେ ତାକୁ ମୁଁ ବେଲି ଦେଲି। ତ ଏଇଭଳି ପ୍ରୋସେସ୍‌ରେ ଟିକେ ବେଲିବେ। ଏଇସବୁ ପ୍ରୋସେସ୍ କରିବା ପାଇଁ ହିଁ ଟିକେ ଟାଇମ୍ ଲାଗିବ, କିନ୍ତୁ ଖାଇବାକୁ ବହୁତ ସୁଆଦିଆ ଲାଗେ ରେସିପିଟି। ବିରକ୍ତ ନ ହେଇକି ଯଦି ବନାଉଛନ୍ତି, ତାହେଲେ ଛୁଆଠୁ ବଡ଼ ସମସ୍ତେ ପସନ୍ଦ କରିବେ। ତ ଦେଖନ୍ତୁ ମୁଁ ଟିକେ ଟିକେ ରୁଟିଟାକୁ ଏଇଭଳି ଟିକେ ଟିକେ ମାନେ ଆକୁ ଘୁମେଇ ଘୁମେଇ ବା ଗୋଲ ଗୋଲ ଘୁମେଇକିରି ଏଇଭଳି ପ୍ରୋସେସ୍‌ରେ ଟିକେ ମୁଁ ବେଲି ଦେଲି ସେମ୍ ପ୍ରୋସେସ୍‌ରେ। ତ ଦେଖନ୍ତୁ ଏଇଠି ଯେତିକି ବଡ଼ ବେଲଣା ଆମେ ପେଡ଼ା ନେଇଛନ୍ତି, ସେତିକି ବଡ଼ ସାଇଜ୍‌ର ଗୋଟେ ଏଠି ମୁଁ ବେଲିକି ରେଡ଼ି କଲି।
तो बेली सारिबा परे कौन करवा ना आपको आम ए स्क्वायर सेप दबा से गोटे छुरी साहाय्य साइड ये साइड गुड़ाक तार आम कटिंग कर बाहर करदे ये साइड गुड़ाक आपण चाहिए निमकी बनई भी खाईपारे ना एमती भी से जो साइड गुड़ाक बाहर छाणिकी खाइबे ना बहुत स्वादिष्ट लगे। तो सेम प्रोसेस रे आम चारि साइड पूरा तार कटिंग करदे देखो ये प्रोसेस रे मुझे बिल्कुल भी माने वीडियो को स्किप करिनी माने टोटाल बनैला ठू एबे पर्यंत पूरा लास्ट पर्यंत आपण मानक वीडियोटी पूरा शेयर करछि सेति टिके वीडियोटा टिके लॉन्ग हो जाइछि विरक्त न होइके देखिए जदि ताहले परफेक्ट बनिकी रेडी हेबो। फ्रेंड्स आपण माने जदि प्रथम थर भी बनौछन ना बहुत स्वादिष्ट लगे रेसिपीटी तो आपण माने निहाती आको ट्राई करंतु। तो देखंतु एठी हमर कटिंग भी हेइ सारछि तो पुणी थरे आमे कोन करबा ना जेते बड़ पीसेस रे आपण माने बनिया को चाहिबे से अनुसार देखंतु एठी मु तीन भाग रे आको विभक्त कर देइछि। तो ये प्रोसेस रे कटिंग करी पुणी थे आपको आम भी साइड रखीदे। तो देखो से थाली रे ही रखीदे ये देखो मुझे 2 पीस बाहर करदेली रखापी थाली रे आ पाखर भी देखुची देखो केते सारा पूरा लेयर भी बाहर आपण मानक देखी आगू। तो ये देखो 2 पीस रखीदे ये जो गोटे पीसटा अच्छी पुणी थे आम भी कटिंग करवा। तो जी बड़ सैज मैंने पेटिस बनवाक चाहिए से अनुसार ये सेप देवे। तो देखो ये स्क्वायर सेप पुणी थे कटिंग करदेली। तो देखो आपण मैंने गोटे पाखर भी देखा केते सारा पूरा लेयर बाहर आती बहलिया बा मोटालिया बनी। तो देखो केते सारा पूरा लेयर पूरा भरपूर मात्रा लेयर बाहर आउ पूरा देखा भी जाऊनी भलसे किंतु देखो पाखर पुणी थे देखुची देखो केते बढ़िया पूरा लेयर बाहर। तो ये प्रोसेस रे आपण मैंने जदि बनाउछंती कि पूरा बनवा समय बहुत सारा लेयर बाहर और खाइबा को बहुत स्वादिष्ट लगे आ बहुत क्रिप्सी भी रहिबो पुणी ता सहित आलूर मसला। तो ये कौन करवा ना पुणी थे आगे आगो बेली दबा जेहेतु टिके अधिका बहलिया लगे मुझे टिके बेली देली। तो ये बेली दबा द्वारा कौन हम ना से साइज्रा भी टिके बड़ हो बड़ हवा द्वारा आम पेटिसटा भी टिके बड़ रही से भितर आम आलू पुरक भी भरी पार से मुझे ये प्रोसेस टिके बेली देली। तो देखो ये प्रोसेस टिके बेलिकी रेडी करदे तापर कौन करवा ना से आम आलू जो मसलाटा बनईकी रखीदी से आलू मसला को तापर आम भरवा पुर दबा आलू मसलार। तो ये आलू पेटिस बनाऊँगी आपण मैंने चाहिए भेजिटेबल जदि आप मिक्स भेजिटेबल भी जब पेटिस चाहिए बनई पारे ना एमती छतु मसला देकी बनई पारे ना पनीर मसला देकी भी बनई पारे ये रेसिपीटी। तो देखो ये मुझे सेंटर उपर ये प्रोसेस टिके रखीदेवे मसला को आलू मसला को तार चारि साइड रे टिके टिके साइड छाड़ी माने हाफ इंच लेखा टिके छाड़ी गोटे कप रे पानी नेबे चारि साइड देखो टिके पानी ये प्रोसेस लगेदेवे आपण मैंने देखो नोटिस करें पूरा पूरी साइड रे लगौनी पानी टिके छाड़ी पानी लगौची ये प्रोसेस रे टिके पानी लगेवा द्वारा कौन हम ना से पूरा आम जिते बड़े आपको माने सेप दबा ना से समय पूरा चिपकिकी रही आते बड़े आप तेल छाड़े से समय से बाहर देखो ये प्रोसेस रे। तो आम जी साइड रे जो पानी देते जो जगहटा से जगहटा ही आम प्रेस करके पूरा पैक करवा। देखो ये आंगुठी साहाଯ୍य आंगुठीर हेल्प रे टिके भलसे प्रेस करेंगे ना देखिए तेल रे खोलीज जदि ताहले देखिए खाइबा को एते स्वादिष्ट लगे खाइबा कथा तो माने टेस्ट तो जहाँ तो लगे किंतु तेल रे खोली जावा द्वारा से देखा को सुंदर लगे पुणी तेल सारा पूरा आलू चोखा हो। तो से प्रति टिके ध्यान देवे। तो देखो ये प्रोसेस पूरा पैक करदे तो केते बढ़िया पूरा इजी प्रोसेस रे बनिकी रेडी गला। किंतु आपण मैंने कहे एते पूरा बोर भी लगे बनवाई बोर लगे ये रेसिपी खाइबा बहुत स्वाद लगे। तो परिश्रम टिके लगे किंतु खाइबा बहुत टेस्टी लगे। तो मार्केट रू आपण मैंने 20 टंका 10 टंका पीस बन कि खाऊे किंतु घरे बहुत सारा बन खाईपारे से खर्च रे समस्ते खाईपारे घर लोक। तो पुणी थे देखो आ गए भी आपण मानक सेम प्रोसेस रे बनईकी देखी दूसरी। तो पुणी थे टिके बेली देवे बेली सारा पर पुणी थे सेंटर रे ये आलू मसला रखीदेवे जी मसला आपण मैंने जी बड़ सैज बनई से अनुसार मसला भरवे। पुणी थे देखो चारि साइड पूरा पानी ताऊपर देदेवे जमीक पूरा चिपकिकी रहा सेपटा खोलनी जमी पैक हो से पानी ये प्रोसेस रे मु चारि साइड पूरा देती। पुणी थे देखो आम पैक करवा। फुल वीडियो को वाच करके बनातु फ्रेंड्स परफेक्ट बनिकी रेडी हो। देखो किसी दूर छाड़ी पूरा साइडटा को प्रेस करेंगे ना लेयर गुड़ा बाहर प्रेस हो।
तो किसी दूर छाड़िकी ही ताकू देखंतु एभली प्रोसेस रे टिके टैप करिवे जेमति कि आंगुठी साहाय्य रे टिके दबे देबे आ पूरा साइड को दबेबेनी केवल पैक करने ही दबेबे आलू चोखाटा। तो फाइनाली देखो आमर ये सेम प्रोसेस रे सबूतक बनिकी भी रेडी करदे आ देखो केते इजी प्रोसेस रे बनिकी भी रेडी हो सारानी और केते सुंदर भी देखालानी। तो मुझे पेटिस्र सेप देती आपण जहाँ भी पसंद सेम प्रोसेस रे सेप दे पारे। तो देखो आ गए भी बनिकी रेडी हो सारा तो सेम प्रोसेस रे आम सबूतक बनिकी भी रेडी करदे। केते सुंदर भी देखा जाउछि ना। तो एबे आमे आपको साइड रे रखिदेबा। एबे चलंतु आउ बाकी गुडा भी बनेगी रेडी करवा। तो देखो आउ गोटे भी बनईकी देखी दूसरी आ देखो केते सारा बनईदेली। तो ये चलतु आग प्रणाली प्रस्तुत करवा। ये देखो गोटे मुझे कड़े रिफाइन तेल एड कर तेल देखो ये तेल गरम है पर्यंत अपेक्षा करेंगे अल्प टिके से अटार बल्स एड करेंगे टिके जब बबल्स आसूब बाले तेलटा बा हल्का उषुम हो समय से पेटिस को एड करदे। आम आलू पेटिस को एड करी पुणी थे आम स्लो आंच रे ही बनवाक दबा। ये रेसिपीटी जमी आपने सिंगड़ा तो बनई बा समोसा बनई सेम प्रोसेस रे बनिकी रेडी हम। तो ये मुझे टोटाल 3 पीस एड कर तेल अनुसार एड करेंगे। आउ छोट छोट पूरा बबल्स आसे बिल्कुल भी गैस आंच को मीडियम कि हाई फ्लेम रखें केवल स्लो आंच रे ही आपको बनईकी रेडी करेंगे। देखिए स्लो आंच रे बनवा द्वारा कौन हम ना जो आम जो बनईकी लेयर पर लेयर होगी पूरा बहलिया रही है देखो से लेयर गुड़ा पूरा खोल आ पेटिस पूरा सेप आसो और खाଇବା भी बहुत स्वादिष्ट लगे जमी क्रिप्सी लगे। देखो आप नोटिस करेंगे मुझे उल्टे भी सारे गोटे थर केते सारा पूरा लेयर गुड़ा देखो केते खोली आते बढ़िया भी देखा जाऊँगी प्रोसेस रे बनईकी रेडी करेंगे। तो देखो केते सारा लेयर आपण पाखर भी देखो 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 आ गोटे भी देखी दूसरी केते सारा पूरा लेयर खोली किसी दूर आम छाड़ी प्रेस भी करते से देखो फुल वीडियो को वाच करके जब बनइबे ताले देखिए परफेक्ट बनिकी रेडी हम। पूरा टिप्स सहित आपण मानक ये सेयार करछि। तो देखो गोटे स्टेप बनिकी रेडी हो सारानी आ केते सुंदर भी देखा आपण मैंने जहाँ को भी बनईकी देवे ना कहीं भी जानीपर जे आपण मैंने घरे बनई जहाँ को भी बनईकी देवे जे भावे आपने मार्केट रू किणी आनी आ स्वादिष्ट भी बहुत टेस्टी भी थिला। मुझे मार्केट रू बहुत थर कि खाई पेटिस किंतु मसलाटा एत भल लगी न था किंतु आपण मैंने घरे बनातु मसलाटा देखिए बहुत बढ़िया लगे। तो देखो फाइनाली आमर पेटिस बनिकी रेडी हो सारा आलू पेटिस। तो आपण मैंने घरे आपको निहाती ट्राए करूँ सेम प्रोसेस रे चलतु आपण मानक बाकी सब जी अच्छी छाड़ीदे आम गोटे आम ये गोटे स्टेनर बा जाली नहीं स्टेनर रखा द्वारा बड़का तेल गुड़ाक बाहरी पड़ो प्लेट को चलीज आ तेल बिल्कुल भी रही ऑयली भी लगे। तो देखो पाखर भी देखो केते बढ़िया पूरा बनिकी रेडी होती। तो देखो आउ गोटे स्टेप भी मुझे सेकेंड स्टेपटा बनइली गैस पेन को ऑफ करदेली किसी समय टे तेल को ठंडा हाँ देवे तापर बनईकी से एड करदे पुणी थे सेम प्रोसेस स्लो आंच रे बनइबे। तो फाइनाली देखो आम रेसिपीटी बनिकी रेडी हो सारानी। फ्रेंड्स आपड़ी भिडियोटी मोर पसंद आसो सांग मानक सेयार करूँ लाइक करूँ चैनल जदि नुआ अच्छा चैनल को मोर सब्सक्राइब कर दिंतु बेल आइकन क्लिक कर दिंतु जहाँफल मोर सब वीडियो नोटिफिकेशन प्रथम आपण मानक पहुँचो। मुझे इजी इजी वीडियो नहीं आसबि आपण मैंने देखिए घरे निश्चय ट्राए करूँ। आ जदि फेसबुक पेज देखुं ताहले फेसबुक पेज मोर फॉलो करूँ। इंस्टाग्राम रे देखुले ना फॉलो करने को जमार भूलुनी। तो देखो फाइनाली रेसिपीटी आमर बनिकी रेडी हो सारी और केते सारा पूरा लेयर बाहरी पूरा पूरी क्रिप्सी थिला भितर पुणी आलू मसलार स्टफिंग तो बहुत स्वादिष्ट लगुला। तो आपण मैंने यही तरीके घरे निहाती ट्राए करूँ आ फुल वीडियो को वाच करके जब बनइबे ताले परफेक्ट बनिकी रेडी हम। आ जदि प्रथम थर ही बनाऊँ ना बढ़िया बनिकी रेडी हम जहाँ को भी बनईकी देवे ना तारीफ नक जमार रही पारे। फ्रेंड्स आपण मैंने जदि रेसिपीटी घरे प्रस्तुत कर अनुभूति मो सहित सेयार करूँ। आदि फेसबुक पेज देखुं ताहले फेसबुक पेज मोर फॉलो करूँ। इंस्टाग्राम रे देखुली फॉलो करने को जमार भूलुनी। आ देखो आपको खंड कर देखीदेली केते क्रिप्सी बनी खंड कला मैंने देखो केते सारा पूरा लेयर गुड़ाक सब मैंने एत क्रिप्सी बनी पूरा गुंड भी हो सारा बहुत बढ़िया बनिकी रेडी होती। तो आपण मैंने आपको चिली सॉस टमाटो सॉस सहित खाईपारे एमती भी आउ किसी भी दरकार नहीं जेहेतु आलूर स्टफिंग अच्छी। तो आपण मैंने ट्राए करूँ से पर्यंत रोचे पुणी एक नया रेसिपी नहीं आसबि। नमस्कार जय जगन्नाथ।